ଦେଖନ୍ତୁ ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ବିଭିନ୍ନ ତଥ୍ୟ ଆଗକୁ ଆସୁଛି। ଖାସ କରି ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଘଟଣାସ୍ଥଳରୁ ମିଳିଥିବା ମୁଦି ଏବଂ ଚୁଡ଼ି କିରୋସିନ ବୋତଲ ବିଭିନ୍ନ ଦିଗକୁ ଦର୍ଶାଉଛି। ଖାସ କରି ଗତକାଲି ରାତିରେ ପୋଲିସ ଏକ ସୁନା ଦୋକାନରୁ ବଳଙ୍ଗା ସ୍ଥିତ ଏକ ସୁନା ଦୋକାନରୁ ମାଲିକକୁ ପଚରାଉଚରା କରିଥିଲା ଏବଂ ମୁଦିର ରହସ୍ୟ ପଚାରିଥିଲା। ସିଧାସଳଖ ଯିବା ସେ ମାଲିକ ଆମ ସହିତ ଅଛନ୍ତି, ସୁନା ଦୋକାନର ମାଲିକ ଆମ ସହିତ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। କଣ କହିବେ ଆଜ୍ଞା, ଆପଣ କାଲି ଯାଇଥିଲେ, ପୋଲିସ ଆପଣଙ୍କୁ ପଚାରିଥିଲା, କଣ ପଚାରିଥିଲା? ସେ ମୁଦି ଆକ୍ଚୁଆଲି ଆପଣଙ୍କ ଦୋକାନକୁ ଯାଇଛି? ଆଜ୍ଞା 2.5 ମାସ ତଳେ ସେ ମୁଦି ଗୋଟେ ନାବାଳିକା ଆମ ଠାରୁ ନେଇଥିଲେ। ଆଉ ନେଇକିରି ମତେ ପୋଲିସ ପଚରା କଲେ। ପଚରା କଲା ପରେ ମୁଁ କହିଲି ହଁ ସେ ନେଇଛନ୍ତି। ଆମେ ପୋଲିସକୁ ବି ସହଯୋଗ କରୁଛୁ ସେ ଜିନିଷ ଧରାଯାଉ, ଆଉ କେମିତି କଣ ଅପରାଧୀ କି ଧରାଯାଇ। ଦେଖନ୍ତୁ ସେ 2.5 ମାସ କଥା ଆପଣ କହୁଛନ୍ତି, ଖାସ କରି 2.5 ମାସ ବହୁତ ଦିନ ହେଇଗଲାଣି। ଆପଣଙ୍କ ପାଖରେ କିଛି ଡାଟା ସେମିତି କିଛି ଆପଣଙ୍କର କିଛି ଅଛି? 2.5 ମାସ ଭିତରେ ଆମ ପାଖରେ କୋଉଠି ଡାଟା ରହିବ? ଆମ ପାଖରେ ତ ଡାଟା କିଛି ରହିବନି ନା। ଆମ ପାଖରେ କୋଉଠି ଡାଟା ରହିବ 2.5 ମାସ? କେତେ ଜଣ ଭାବୁଛନ୍ତି, କେତେ ଜଣ ଆପଣଙ୍କ ପାଖକୁ ଆସିଥିଲେ ଏବଂ ସେ ଯୋଉ ନାବାଳିକା ମୁଦି ନେଲା ଏକୁଟି ଆସିଥିଲା ନା ଆଉ କିଏ ତା ସାଙ୍ଗରେ ଆସିଥିଲା? ଆଉ ଗୋଟେ ଝିଅଟି ଆସିଥିଲା। ମୁଁ ଆଜ୍ଞା ଚିହ୍ନିନି, ତା ସାଙ୍ଗରେ ଆଉ ଗୋଟେ ଝିଅଟି ଆସିଥିଲା। ସେ ଯୋଉ ମୁଦିଟି ନେଇଥିଲେ ସେ ଆକ୍ଚୁଆଲି ସୁନା ମୁଦି ନା ରୂପା ମୁଦି? ରୂପା ମୁଦି। କେତେ ଗ୍ରାମର ମୁଦି ସେ ହବ? 4 ଗ୍ରାମ ଭିତରେ ହବ। 4 ଗ୍ରାମ ଆପଣ 4 ଗ୍ରାମ। ଦେଇଥିଲେ? ନାଇଁ ଆଜ୍ଞା ରିସିପ୍ଟ 400-500 ଟଙ୍କା ବେପାରରେ ଆମେ କଣ ରିସିପ୍ଟ? ପୋଲିସ ଯୋଉ କାଲି ଆପଣଙ୍କୁ ନେଇ ପଚାରିଲା, ବିଭିନ୍ନ ଦିଗକୁ ପୋଲିସ ବର୍ତ୍ତମାନ ଦେଖୁଛି। ରୂପା ମୁଦିଟି ଘଟଣାସ୍ଥଳରୁ ବାହାରିଛି ଏବଂ ସେ ରୂପା ମୁଦିର ଯୋଉ ରହସ୍ୟ କୁହାଯାଉଛି ଯେ ଏ ଯୋଉ ଘଟଣାର ତଦନ୍ତର ମୁଖ୍ୟ କାରଣ ହେଇପାରେ ବୋଲି କୁହାଯାଉଛି। ଆପଣ ଏଥିନେଇ କଣ କହିବେ? ରୂପା ମୁଦିରେ ଆମେ କଣ କରିବୁ? ଆମେ ବିକିଲୁ, ରହିଲୁ। ଆଉ ଆମେ ଆର ରହସ୍ୟ ଉପରେ ଆମେ ଆଜ୍ଞା କଣ କରିବୁ? ଆମେ ତ ବିକ୍ରି କରି ଦୋକାନରେ ରହିଲୁ। ଆର ରହସ୍ୟ କଣ ହବ କଣ ନାହିଁ ଆମେ ଆଜ୍ଞା ସେଟା କହିବୁ। ଆପଣଙ୍କର ସେ ମୁଦିଟା ବୋଲି ଆପଣଙ୍କ ଦୋକାନରୁ କିଣା ହେଇଛି ବୋଲି ଆପଣ? ଆଜ୍ଞା କିଣା ହେଇଯାଇଛି। ହଁ। ପୋଲିସ ଆପଣଙ୍କୁ କଣ ପଚାରିଲା? ନାଇଁ ସାର୍ ପଚାରିଲେ ଯେ ଆପଣ କେତେ ମାସ ତଳେ ନେଇଥିଲେ? 2 ମାସରୁ 2.5 ମାସ ତଳେ ମୁଁ କହିଲି। ଆଉ ମୋ ମୁଦି ତ ମୁଁ ସ୍ୱୀକାର କଲି। ତାପରେ କହିଲେ ହଁ ହଉ ବସ। ଦେଖନ୍ତୁ, ଯାହା କହିବା କଥା, ଦୋକାନୀ ମାଲିକ କହିବା କଥା ଯେ କି ଅନେକ ଲୋକ ଆସୁଛନ୍ତି ଦୋକାନକୁ ଜିନିଷ କିଣିବା ପାଇଁ ଏବଂ ଯାହା କୁହାଯାଉଛି ରୂପା ମୁଦି ଗୋଟେ 400-500 ଟଙ୍କାର ମୁଦିଟେ ଅଛି ଏବଂ 2.5 ମାସ ତଳେ 2 ଜଣ ନାବାଳିକା ଆସିଥିଲେ। ସାଧାରଣତଃ ଏମିତି ଅନେକ ସମୟରେ ତାଙ୍କ ପାଖକୁ ଅନେକ ଲୋକ ଆସିଥାନ୍ତି, ଜିନିଷ କିଣିଥାନ୍ତି ଏବଂ ଯେହେତୁ ବିଭିନ୍ନ ଦୋକାନୀ କି ପୋଲିସ ଡାକିକି ପଚରାଉଚରା କରାଇଲା, ଯୋଉ ବଳଙ୍ଗା ସ୍ଥିତିରେ ଯୋଉମାନେ ସୁନା ଦୋକାନ ଅଛନ୍ତି ସମସ୍ତଙ୍କୁ ଡାକି ପଚରାଉଚରା କରିଥିଲା। ତାପରେ ନିଜେ ଯାଇଥିଲେ କୃଷ୍ଣା ଜୁଏଲର୍ସ ମାଲିକ ଯାଇଥିଲେ ଏବଂ ସେ ତାଙ୍କ ମୁଦିକି ଚିହ୍ନିଥିଲେ ଏବଂ ସେ କେତେ ସମୟ ପରେ ତାକୁ ଚିନ୍ତା କରି କହିଥିଲେ ଯେ ନାଇଁ ଏଇ ମୁଦିଟି ମୋର। ଏବଂ କିଛି ଦିନ ତଳେ ଦୀର୍ଘ 2 ମାସ 2.5 ମାସ ତଳେ 2 ଜଣ ନାବାଳିକା ଆସି ମୋ ଦୋକାନରୁ ମୁଦି ନେଇଥିଲେ, ଯାହାକି ପୋଲିସ ପ୍ରାଥମିକ ତଦନ୍ତରୁ ଯାହା ସ୍ପଷ୍ଟ ହୋଇଛି। ଏବଂ ସେ କୃଷ୍ଣା ଜୁଏଲର୍ସ ମାଲିକ କହିଛନ୍ତି ଯେ କି ମୁଁ ପୋଲିସ କି ସମ୍ପୂର୍ଣ୍ଣ ରୂପରେ ସହଯୋଗ କରିବି ଏବଂ ମୁଦି ମୋ ଦୋକାନରୁ ଯାଇଥିବାର ସେ ପୋଲିସ କି ଜଣାଇଛନ୍ତି।